ସେତେବେଳକୁ ପାକିସ୍ତାନ ଜଳି ଚାଲିଲାଣି, ନିଭେଇ ଚାଲିଲାଣି ରାହୁଲ ଗାନ୍ଧୀ ବାରମ୍ବାର ବାରମ୍ବାର କେବଳ ନରେନ୍ଦ୍ର ମୋଦୀ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ଏଭଳି ଆଟାକ ହଉଛି। ସୁରକ୍ଷା ବ୍ୟବସ୍ଥା ଢିଲା, ଏ ପ୍ରଧାନମନ୍ତ୍ରୀ ଢିଲା, ଏ ହୋମ ମିନିଷ୍ଟର ଢିଲା, ଦିଟା ଯାକ କ୍ରିମିନାଲ। ଏଭଳିଆ ଯଜ୍ଞନ କାମ ଭାରତ ମାଟିରେ ହବା ଅନୁଚିତ। ସେଥିପାଇଁ ଆମର ଦୁର୍ବଳ ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦୀ, ଦୁର୍ବଳ ହୋମ ମିନିଷ୍ଟର ଶାହ ଦାୟୀ। କାହିଁ ତମେ ଫ୍ରିଡମ ଦେଲ? ତମର ଇଣ୍ଟେଲିଜେନ୍ସ ରିପୋର୍ଟ କିଛି ନାହିଁ, କଣ ହବ ବୋଲି ଜଣା ନାହିଁ। ଭାରତ ମାଟିରେ ଯେ ପାଇବା ସେଗୁଡିକ ମାରିଦେଇଯିବ। ଏକଦମ ମୁଁ ନିନ୍ଦା କରୁଛି। କଂଗ୍ରେସ ଶାସନରେ କେବେ ଏଭଳିଆ ସଂସ୍ଥା କାରବାର ହୁଏନି, ସବୁବେଳେ ସତର୍କ ଥାନ୍ତି। ନାଇଁ ନାଇଁ ମାରିଛନ୍ତି ହିନ୍ଦୁ ପଚାରିକି, ଓଡିଆ ନୁହଁ ହିନ୍ଦୁ। ଏବଂ କହିଛନ୍ତି ଯାଇ ନରେନ୍ଦ୍ର ମୋଦୀ କହିବ, ଆରେ ସେ ତ ମଲେ ଆଉ କହିବେ କଣ କାହାକୁ? ଅତି ଅନ୍ୟାୟ ଅତି ଅତ୍ୟାଚାର ଭାବେ ତାଙ୍କୁ ନିର୍ମମ ହତ୍ୟା କରାଯାଇଛି। ସମସ୍ତେ ଆମେ ନିନ୍ଦା କରୁଛୁ। ଏଭଳିଆ ବର୍ବର ହତ୍ୟା କେବେ ଇତିହାସରେ ନଥିଲା। 27 ଜଣଙ୍କୁ ଏକକାଳୀନ ମାରି ଦିଆଯାଇଛି। ଆମେ ସମସ୍ତେ ମର୍ମାହତ। ସେଥିରୁ 2 ଜଣ ଓଡିଆ, ଆମେ ଦୁଃଖିତ ଏକଦମ। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥାନ୍ତେ ତାଙ୍କ ଏତେବେଳକୁ ପାକିସ୍ତାନ ଜଳି ଚାଲିଲାଣି, ନିଭେଇ ଚାଲିଲାଣି ରାହୁଲ ଗାନ୍ଧୀ। ଏସବୁ ବନ୍ଦ କଲେ କଣ ହବ? ଏଟା ବର୍ଡରରେ ସବୁ ବୁଲି, ମୁଁ ବର୍ଡର ଏରିଆ ବୁଲିଛି, ଚାରିଆଡେ ବର୍ଡର ଏରିଆ ବୁଲିଛି। ପାକିସ୍ତାନ ଜିନିଷ ଓଡିଶା ଇଣ୍ଡିଆ ଆସୁଛି, ଇଣ୍ଡିଆ ଜିନିଷ ପାକିସ୍ତାନ ଯାଉଛି। ଲୋକ ଆଉଛନ୍ତି ଯାଉଛନ୍ତି, ଇଣ୍ଡିଆ ଭିତରେ ରହୁଛନ୍ତି ବା ପାକିସ୍ତାନ ଭିତରେ ଯାଉଛନ୍ତି। ଏକଦମ କଡାକଡି ନକଲ ମାନେ ବର୍ଡର ଏରିଆକୁ ପୁରା 3 ଦିନ କରି ଇନକ୍ୱାରି କରି କଡାକଡି କଲେ ୟାର ପ୍ରତିଫଳ ଭଲ ଦେଖାଯିବ। ଏଗୁଡା ବେକାର କଥା। 48 କେତେ ଘଣ୍ଟା ହେଲାଣି, କେତେ ଜଣ ଛାଡି ଗଲେଣି, ଏପର୍ଯ୍ୟନ୍ତ କେହି ଯାଇନାହାନ୍ତି। ଏଗୁଡାକ ଭାଷଣ ଅଲଗା, କାମ ଅଲଗା। ଇନକ୍ୱାରି କରିଦିଅ କୋଉ ଏରିଆରେ ପାକିସ୍ତାନ ମାନେ ଅଛନ୍ତି, ହଠାତ୍ ତାହେଲେ ଆମେ ଜାଣିବୁ କିଛି କଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳ ସମୟରେ ସର୍ବାଧିକ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି ଭାରତ। ବାରମ୍ବାର ବାରମ୍ବାର କେବଳ ନରେନ୍ଦ୍ର ମୋଦୀ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ଏଭଳି ଆଟାକ ହଉଛି। ଯଦି ସବଳ ପ୍ରଧାନ ଇନ୍ଦିରା ଗାନ୍ଧୀ ବେଳେ ହେଲାନି, ଓଲଟ 2 ଭାଗ କରିଦେଲା ପାକିସ୍ତାନକୁ, ବାଂଲାଦେଶ ସୃଷ୍ଟି କରିଦେଲା ଇନ୍ଦିରା ଗାନ୍ଧୀ। ବାଜପେୟୀ ନିଜେ, ବାଜପେୟୀର ବିଜେପିର ମୁଖ୍ୟ ନିଜେ ବାଜପେୟୀ କହିଥିଲେ ମା ଦୁର୍ଗା ଇନ୍ଦିରା ଗାନ୍ଧୀ କି। ପାକିସ୍ତାନ ଯେତେବେଳେ 2 ଭାଗ ହେଇକି, ବଡ ଦୁଃଖର ବିଷୟ, ନିରୀହ ଲୋକଗୁଡାକ ଜୀବନ ଯାଉଛି। ଯାଇଥିବେ, ମୁଖ୍ୟମନ୍ତ୍ରୀ ଯାଇଥିବେ। ହଁ, 20 ଲକ୍ଷ କଣ ବଡ କଥା? ଯାହା ଗୋଟେ ପରିବାରକୁ ଦେଇଛନ୍ତି ବାଜି ଧନ୍ୟବାଦ, ଆଉ ଚାକିରି ଦେବେ ବୋଲି କହିଛନ୍ତି ଧନ୍ୟବାଦ। ଦବା ଦରକାର। ନିରୀହ ଲୋକ ବାରମ୍ବାର ସୁରକ୍ଷା ବ୍ୟବସ୍ଥା ଢିଲା, ଏ ପ୍ରଧାନମନ୍ତ୍ରୀ ଢିଲା, ଏ ହୋମ ମିନିଷ୍ଟର ଢିଲା, ଦିଟା ଯାକ କ୍ରିମିନାଲ। ଭାରତର ଶାସନ ତାଙ୍କରି ହାତରେ ପଡିଛି। ନିରୀହ ଲୋକଙ୍କ ଜୀବନ ଯାଉଛି। କେବଳ ଏଇ 2 ଜଣ ପାଇଁ 27 ଜଣ ମରିଗଲେ ଭାରତୀୟ ଜନସାଧାରଣ। ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାହସର ପ୍ରମାଣ ଦେଇଛନ୍ତି। ସର୍ଜିକାଲ ଷ୍ଟ୍ରାଇକ୍ ସାହାଯ୍ୟ କୋଉଠି କରିଥିଲେ କେବେ? କାହିଁ ସେଗୁଡା ଶୁଣୁଛ? ଡ୍ରାମା, ଏଗୁଡା ସବୁ ଡ୍ରାମା ଥିଲା। କିଛି ତାଙ୍କ ଜୀବନରେ କରିଛନ୍ତି କରିନାହାନ୍ତି। ଡ୍ରାମା ଡ୍ରାମା ସେଗୁଡା ଖାଲି ଡ୍ରାମା ଶୋ କରାଯାଇଥିଲା। ଯଦି କିଛି ଦେଖେଇବାର ଅଛି, 27 ଜଣଙ୍କ ଜୀବନ ଯାଇଛି, ଏଇଠି ଦେଖା, ଭାରତ ମାଟିରେ ଦେଖା। ଯୋଉ ପାକିସ୍ତାନ ମାନେ ଅଛି ଗୁଳି କରି ସଫା କର, ବାହାର କର। ଭାରତ ମାଟିରୁ ସେମାନେ ବିଦାୟ ହୁଅନ୍ତୁ, ତାହେଲେ ଆମେ ଜାଣିବୁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଛି କଲେ। ହଁ, ତାଠୁ ଆହୁରି ଜୋର ହବା ଦରକାର।